ଆଜ୍ଞା କୋରାପୁଟର ପରିବହନ ବ୍ୟବସ୍ଥା ବିଲକୁଲ ଖରାପ ଅଛି। ମୁଁ 2 ନମ୍ବର ୱାର୍ଡର ବାସିନ୍ଦା, ମୁଁ ଏ ପାଖରେ ରହୁଛି। ମେଡ଼ିକାଲର ସବୁ ମହିଳା ଏଠି ଆସିକି ଜମା ହେଉଛି। ଏଠି ଗୋଟେ ମନ୍ଦିର ଅଛି, ହନୁମାନ ମନ୍ଦିର। ଏଠି ମାନେ ପବ୍ଲିକ ପ୍ଲେସ୍ଟା ଏଇଟା। ଏଠି କ୍ଲିନିକ୍ ଅଛି, ଲୋକମାନେ ରହୁଛନ୍ତି, ବହୁତ ଜନସାଧାରଣ ଯିବା ଆସିବା କରୁଛନ୍ତି। କିନ୍ତୁ ଏଠି ଯେଉଁ ମଇଳା ଜମିକି ରହୁଛି, ଏତେ ଦୁର୍ଗନ୍ଧ ବାହାରୁଛି, ଲୋକେ ନାକ ଦେଇକି ଯାଉଛନ୍ତି। ଏଇଟା କେବେ ଦୃଷ୍ଟି ଦେଇନି ମ୍ୟୁନିସିପାଲିଟି ପୌର ପରିଷଦ। ତ ଏଇଠି ଏପଟେ ଯାଉଛନ୍ତି ସବୁବେଳେ ପୌର ପରିଷଦର ସବୁ ଅଧ୍ୟକ୍ଷଠୁ ଆରମ୍ଭ କରି ସବୁ ଏପଟେ ଯିବା ଆସିବା କରୁଛନ୍ତି। କାହାର ନଜର ଦୃଷ୍ଟି ପଡ଼ିଲେ ବାରମ୍ବାର ମୁଁ ବି ଦୃଷ୍ଟି ଆକର୍ଷଣ କରୁଥିଲି, କରିବା ବୋଲି କହିଥିଲି। କାହିଁ ଏପର୍ଯ୍ୟନ୍ତ ହେଇନି। ଲୋକ ଏହା ଦ୍ୱାରା ରୋଗରେ ପଡ଼ୁଛନ୍ତି ଏବଂ ହଇରାଣ ବି ହେଉଛନ୍ତି। ମୋ ଡିମାଣ୍ଡ ରହିବ ଏଇଟା ଇମିଡ଼ିଏଟ୍ ଯୁଦ୍ଧ ସ୍ତରରେ ଏଇଟା ସଫା କରାଯାଉ। ଏହାଦ୍ୱାରା ରୋଗ ସୃଷ୍ଟି ହେଉଛି। ମେଡ଼ିକାଲ କଲେଜର ଆବର୍ଜନା ଆସୁଛି, ତାକୁ କ୍ଲିନ୍ କରିକିରି ଏପଟେ ରାସ୍ତା ଯେମିତି ନାଳ କରାଯିବ, ସୁଗମ କରାଯିବ। ଦେଖନ୍ତୁ ଆପଣ ଏଠି ଚନ୍ଦନ ପୋଖରୀ ପାଖରେ ବେକାର ସିମେଣ୍ଟ ପକେଇକିରି ସେମାନେ କରିଛନ୍ତି ଛୋଟ ତା ବୋଲି ଏଠି କଲେ ଲୋକଙ୍କ ଉପକାର ହେଇଥିଲା, ସେଠି କିଛି କାମକୁ ନୁହଁ। ଶୁଣନ୍ତୁ, ଦେଖନ୍ତୁ, ଏ ତ ହେଉଛି କୋରାପୁଟର ବହୁତ ୱାର୍ଡରେ ବହୁତ କିଛି ସମସ୍ୟା ଅଛି। କିନ୍ତୁ ଏଇ ଯେଉଁ ୱାର୍ଡଟି ଆମର ଏଇ ଯେଉଁ ମେଡ଼ିକାଲ କଲେଜର ପାଖରେ ଏଇ ଯେଉଁ ଅଛି, ଏଠି ଗୋଟେ ଝରଣା ଯାଇଥିଲା। ସେ ଝରଣା ମଧ୍ୟ ଜାମ୍ ହେଇକି ସେଠି ଅଳିଆ କୁଢ଼ ଅବସ୍ଥାରେ ପଡ଼ିଛି, ଯେମିତିକି ଗୋଟେ ଡମ୍ପିଂ ମୋଡ଼ରେ ରହିବ ସେଇଭଳିଆ। ଆଉ ମୋର ପଛପଟେ ବି ଦେଖୁଥିବେ, ଏଠାରେ ଗୋଟେ ଯେଉଁ ବିରାଟ ନାଳ ଅଛି, ଏଇଟା ପୁରା ଜାମ୍ରେ ଅଛି। ଏଠି ପୋକ ମାଛି ପୁରା ଅଛି। ମେଡ଼ିକାଲ କଲେଜଟା ପାଖରେ ଅଛି। ମେଡ଼ିକାଲ କଲେଜ ସାଇଟ୍ରେ ଏପରି ବ୍ୟବସ୍ଥା, ଏଇଟା ମୁଁ ଭାବୁଛି ନିନ୍ଦନୀୟ। ବର୍ତ୍ତମାନ ଆମର କୋରାପୁଟ ମ୍ୟୁନିସିପାଲିଟି ବାହା ତ ନେଉଛି, କିନ୍ତୁ କାର୍ଯ୍ୟ ଠିକ୍ ସୁଚାରୁ ରୂପେ ହେଉନି ବୋଲି ମୁଁ ଅନୁଭବ କରିଛି। ଆଉ ଏଇଟା ମୁଁ ପ୍ରଶାସନକୁ ଗୁହାରି କରିବି ଯେ ଏ ପ୍ରକାର ଯେଉଁ ଅବ୍ୟବସ୍ଥା, ଏ ଯେଉଁ ପରିମଳ ଦୂଷିତ କରୁଛନ୍ତି, ଏ ଅବ୍ୟବସ୍ଥାକୁ କେତେ ଶୀଘ୍ର ସୁଧାରିବେ ଏବଂ କୋରାପୁଟ ଲୋକ ଉପକୃତ ହେବେ। ବିଭିନ୍ନ ୱାର୍ଡରେ ବାହା ନେଉଛନ୍ତି, ଫଟୋ ଉଠାଉଛନ୍ତି, ମିଡ଼ିଆ କରୁଛନ୍ତି, ଭିଡ଼ିଓ ଛାଡ଼ୁଛନ୍ତି, କିନ୍ତୁ ପରିମଳ ବ୍ୟବସ୍ଥା ଏତେ ଠିକ୍ ନାହିଁ। ଏଇଟା ମୁଁ ଭାବୁଛି ଯେତିକି।